ଆଜିର ରାଶିଫଳ 21 ନଭେମ୍ବର 2025 ମସିହା ଶୁକ୍ରବାର। ମାର୍ଗଶିର ମାସ। ଚନ୍ଦ୍ର ବିଛା ଅହରାତ୍ର ନକ୍ଷତ୍ର ଅନୁରାଧା ଦିବା 1:55 ଗତେ ଜ୍ୟେଷ୍ଠା। ତିଥି ପ୍ରତିପଦା ଦିବା 2:47 ଦ୍ୱିତୀୟା। ଯୁଗ ଅତିଗଣ୍ଡ ଦିବା 10:43 ଗତେ ସୁକର୍ମା। ସୂର୍ଯ୍ୟୋଦୟ ସମୟ 5:58। ସୂର୍ଯ୍ୟାସ୍ତ ସମୟ 5:05। ଆଜି ଦେବ ଦୀପାବଳି ସମାପ୍ତ। ଦ୍ୱିତୀୟାରେ ଚନ୍ଦ୍ର ଦର୍ଶନ ପୂଜା। ବିଛା ଧନୁ ମୀନ ରାଶି ପାଇଁ ଘାତ ବାର ଅଟେ। କର୍କଟ ରାଶି ପାଇଁ ଘାତ ନକ୍ଷତ୍ର ଅଟେ। ଚାଲନ୍ତୁ ଜାଣିବା ଶୁଭ ସମୟ। 6:02 AM ରୁ 6:46 AM ପର୍ଯ୍ୟନ୍ତ। 7:30 ରୁ 8:47 ପର୍ଯ୍ୟନ୍ତ। 11:54 ରୁ 2:50 ପର୍ଯ୍ୟନ୍ତ। 3:34 ରୁ 5:02 ପର୍ଯ୍ୟନ୍ତ। 5:54 ରୁ 8:17 ପର୍ଯ୍ୟନ୍ତ। ଏହି ସବୁ ସମୟରେ ଯେକୌଣସି କାମ କଲେ ଶୁଭ ହୋଇଥାଏ। ଅଶୁଭ ସମୟ ରାହୁ କାଳ 10:09 ରୁ 11:32 ପର୍ଯ୍ୟନ୍ତ। କାଳ ବେଳ 10:09 ରୁ 11:32 ପର୍ଯ୍ୟନ୍ତ। ବାର ବେଳା 8:47 ରୁ 10:09 ପର୍ଯ୍ୟନ୍ତ। ଆଜି ମାର୍ଗଶିର ଶୁକ୍ଳ ପ୍ରତିପଦ, ତେଣୁ ପାଣି କଖାରୁ ଖାଇଲେ ଦେହ ପ୍ରତି କ୍ଷତିକାରକ ହୋଇଥାଏ। ଚାଲନ୍ତୁ ଜାଣିବା 12ଗୋଟି ରାଶିର ନାମ ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟ ଜାଣିବା। ସେ ବିଷୟ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେବେ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଦ୍ରବ୍ୟଲ୍ୟ ବା ଅପ୍ରତ୍ୟାଶିତ ବ୍ୟୟ, ଅର୍ଥହାନି ଜନିତ ଭୟ, ମାନସିକ ଅଶାନ୍ତି, ଶୟନରେ ଅସୁବିଧା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆଳସ୍ୟ, ସମ୍ମାନ ହାନି। ସେହିଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଶତ୍ରୁ ବୃଦ୍ଧି, ଅର୍ଥହାନି, ଭୟ, ସ୍ୱାସ୍ଥ୍ୟର ଅବନତି, କଳହ, ଚିନ୍ତା, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ଆର୍ଥିକ ସମସ୍ୟା। ସେହିଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ଲାଭ, ସୁଖାଦ୍ୟ, ସୁବସ୍ତ୍ର ପ୍ରାପ୍ତି, ଯାନବାହନ ପ୍ରାପ୍ତି, ଆନନ୍ଦଦାୟକ ଭ୍ରମଣ, ବିଘ୍ନ ନାଶ, ସର୍ବକ୍ଷେତ୍ରରେ ସଫଳତା। ସେହିଭଳି ଦେଖିବା କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥ ଲାଭ, ଶତ୍ରୁ ଉପରେ ବିଜୟ, ଉତ୍ତମ ସ୍ୱାସ୍ଥ୍ୟ, ପାରିବାରିକ ଶାନ୍ତି, ସୁସଙ୍ଗ ପ୍ରାପ୍ତି, ମାନସିକ ଶାନ୍ତି। ସେହିଭଳି ଦେଖିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ସ୍ୱାସ୍ଥ୍ୟ ହାନି, ଦୁଃଖ, ସର୍ବକ୍ଷେତ୍ରରେ ବିଘ୍ନ, ପାଚନ ଜନିତ ରୋଗ, ଅନାବଶ୍ୟକ ଭ୍ରମଣ, ଅର୍ଥହାନି, ସମ୍ମାନ ହାନି, ଦାରିଦ୍ର୍ୟ, ପ୍ରେମର ଅସଫଳତା। ସେହିଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଭୟ, ଚିନ୍ତା, ଅର୍ଥହାନି, ପାରିବାରିକ ଅଶାନ୍ତି, ରୋଗ, ସନ୍ଦେହ, କଳହ ଓ ମତଭେଦରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ। ସେହିଭଳି ଦେଖିବା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ସଫଳତା ପ୍ରାପ୍ତି, ଅର୍ଥ ଲାଭ, ବନ୍ଧୁ ସ୍ଥାପନ, ଶତ୍ରୁ ଉପରେ ବିଜୟ, ବନ୍ଧୁଙ୍କ ଠାରୁ ଧନ ପ୍ରାପ୍ତି। ଏହି ଦିନ ଶିକ୍ଷା, ପରୀକ୍ଷା, ଭ୍ରମଣ ପାଇଁ ଶୁଭ ଅଟେ। ସେଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଅର୍ଥହାନି, ବିଘ୍ନ, କଳହ, ସମ୍ମାନ ନଷ୍ଟ, ଅନାବଶ୍ୟକ ବ୍ୟୟ, ଡିପ୍ରେସନ୍। ସେହିଭଳି ଦେଖିବା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଉତ୍ତମ ସ୍ୱାସ୍ଥ୍ୟ, ଅର୍ଥ ଓ ସମ୍ପତ୍ତି ଲାଭ, ଭାଗଦୟ, ସୁଖାଦ୍ୟ ପ୍ରାପ୍ତି, ବୈବାହିକ ଜୀବନ ଶାନ୍ତି, ବନ୍ଧୁ ମିଳନ, ମାନସିକ ଶାନ୍ତି, ସମ୍ମାନ ଲାଭ, ଶତ୍ରୁ ଉପରେ ବିଜୟ, ନୂତନ କାର୍ଯ୍ୟ ଆରମ୍ଭ। ସେହିଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ନିର୍ଭରଶୀଳତା, ଆଳସ୍ୟ, ଈର୍ଷା, ହାନି, ବ୍ୟୟ, ଦୁର୍ଘଟଣା, ବନ୍ଧୁବାନ୍ଧବଙ୍କ ସହିତ ମନୋମାଳିନ୍ୟ, ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ମନୋମାଳିନ୍ୟ। ସେହିଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ପ୍ରଭାବଶାଳୀ, ବନ୍ଧୁମାନଙ୍କ ସହ ସମ୍ବନ୍ଧ, ସର୍ବସୁଖ ପ୍ରାପ୍ତି, ଅର୍ଥ ଲାଭ, ସମ୍ପତ୍ତି ଲାଭ, ସ୍ୱାସ୍ଥ୍ୟର ଉନ୍ନତି, ବିବାହ ଯୋଗ, ସୁଖାଦ୍ୟ ପ୍ରାପ୍ତି। ଶେଷରେ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ଲକ୍ଷ୍ୟ ପ୍ରାପ୍ତି, ସମ୍ମାନ ବୃଦ୍ଧି, ସଫଳତା ସୁଖ, ପାରିବାରିକ ଶାନ୍ତି, କାର୍ଯ୍ୟକ୍ଷେତ୍ର ସଫଳତା, ଉପହାର ପ୍ରାପ୍ତି, ଘରୋଇ ସୁଖ ସୁବିଧା ପ୍ରାପ୍ତି, ସମ୍ପତ୍ତି ବିକ୍ରୟରୁ ଲାଭ, ଲୋକ ସମ୍ପର୍କ, ସାମାଜିକ ସମ୍ମାନ ପ୍ରାପ୍ତି ଇତ୍ୟାଦିର ସମ୍ଭାବନା। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।